ସେଠାରେ 2 ବର୍ଷ 16 ଦିନ 4 ଘଣ୍ଟା ଥରେ ଆଉ ଏକ୍ସଟ୍ରା ଗୋଟେ ମାସ ଆସୁଛି, ଯାହାକୁ କୁହାଯାଉଛି ବହିର୍ଜଗତ ଲୋକମାନେ କହନ୍ତି ମଳ ମାସ, ଯେଉଁ ମାସରେ କୌଣସି ସଂକ୍ରାନ୍ତି ନାହିଁ, ଯେଉଁ ମାସରେ କୌଣସି ଶୁଭକର୍ମ ନାହିଁ, ତାହାକୁ ବହିର୍ଜଗତ ଲୋକମାନେ ମଳ ମାସ କହୁଛନ୍ତି। ଆମର ବୈଷ୍ଣବମାନେ କହନ୍ତି କ'ଣ ଅଧି ମାସ। ଏହାର କୌଣସି ଅଧିପତି ଦେବତା ନଥିଲା, ତେଣୁ ଏହାକୁ କେହି ସ୍ୱୀକାର କଲେ ନାହିଁ। ସ୍ୱୀକାର ନ କରିବା ଯୋଗୁଁ ଅନାଥ ହୋଇଗଲେ। କିନ୍ତୁ ସେ ଭଗବାନ ନାରାୟଣଙ୍କ ପାଖକୁ ଉପନୀତ ହେଲେ, ତାଙ୍କର ଦୁଃଖର କଥା ସେ ବ୍ୟକ୍ତ କଲେ। ଭଗବାନ ନାରାୟଣ ତାଙ୍କ ସାଙ୍ଗରେ ନେଇ ଗୋଲକ ବୃନ୍ଦାବନକୁ ଗଲେ। ଗୋଲକ ବୃନ୍ଦାବନକୁ ଯାଇ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ପ୍ରଣତ ହୋଇ ଦୁଃଖର କଥା ବ୍ୟକ୍ତ କଲେ। ସେହିପରି ଏହାକୁ କୁହାଯାଉଛି ଶରଣାଗତ। କେହି ଯଦି ଏହିପରି ଭଗବାନଙ୍କ ଚରଣରେ ଶରଣାପନ୍ନ ହୋଇଯିବ, ତାହେଲେ ଭଗବାନଙ୍କ କୃପାରୁ ସେ ସର୍ବୋତ୍ତମରେ ପରିଣତ ହୋଇଯିବ। ତେଣୁ ଗୀତାରେ ଯେମିତି ଭଗବାନ କୃଷ୍ଣ କହୁଛନ୍ତି, ମାଂ ହି ପାର୍ଥ ବ୍ୟପାଶ୍ରିତ ଯେପିଷୁ ପାପ ଜନୟ ଶ୍ରେୟ ବୈଶ୍ୟ ତଥା ଶୂଦ୍ର ତେପି ଜାନ୍ତି ପରାମ ଗତି। ଏଠାରେ କୁହାଯାଉଛି କ'ଣ? ସ୍ତ୍ରୀ ଏକ ପାପଜନୀ, ବୈଶ୍ୟ ଏକ ପାପଜନୀ, ଶୂଦ୍ର ଏ ବି ଏକ ପାପଜନୀ। କଥା ବୁଝିପାରୁଛନ୍ତି କଥା? କିଏ କହୁଛନ୍ତି ଏ କଥା? କିଏ କଥା କହୁଛନ୍ତି? ହଁ, କିଏ କହୁଛନ୍ତି? ହଁ, ଏ ସାଉଣ୍ଡ ଟିକେ କ'ଣ ଏତେ କଥା ସାଉଣ୍ଡ ହେଉଛି? ଗୋଟେ ଫ୍ୟାନ୍ ବନ୍ଦ କରିଦିଅ, ବନ୍ଦ କରିଦିଅ। କିଏ କହୁଛନ୍ତି? ନା ରେ, କାହାର ପାଟିରେ କୌଣସି କଥା ଆସୁନି। କହୁଛନ୍ତି କିଏ? ହଁ ହଁ, ଭଗବାନ କୃଷ୍ଣ କହୁଛନ୍ତି। ହଁ, ଏଇ କଥା କହିପାରୁନାହାନ୍ତି, ଆଉ କ'ଣ? ଭଗବାନ କୃଷ୍ଣ ନିଜେ ଏଇ କଥା କହୁଛନ୍ତି। ତେସ ପାପଜନୀ। ପାପଜନୀ ଏଥିଲାଗି କୁହାଯାଉଛି, ଏମାନେ ସ୍ୱତନ୍ତ୍ର କୌଣସି ଏହି ପ୍ରକାର ଅଷ୍ଟାଙ୍ଗ ଯୋଗ, ରାଜଯୋଗ, ଧ୍ୟାନ ଯୋଗ ଏସବୁ ଅଭ୍ୟାସ କରିପାରନ୍ତି। ଏମିତି କ'ଣ ବେଦ ଅଧ୍ୟୟନର ଅଧିକାର ଏମାନଙ୍କର ନାହିଁ। ବେଦ ଭଗବାନ କୃଷ୍ଣ ବଦ୍ଧ ଜୀବମାନଙ୍କୁ ଦେଲେ କେଉଁଥିଲାଗି? ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହେବା ପାଇଁ। ତେଣୁ ଏ ଜଗତରେ ସମସ୍ତେ ମାୟାମୁକ୍ତ ଜୀବ, ବଦ୍ଧ ଜୀବ। ମାୟାମୁକ୍ତ ଜୀବର ନାହିଁ କୃଷ୍ଣ ସ୍ମୃତି ଜ୍ଞାନ। ଜୀବର କୃପାয় କହିଲ କୃଷ୍ଣ ବେଦ ପୁରାଣ। ଆମେ ଯେ ଜଗତରେ ଅଛୁ, ଏ ଜଗତକୁ କୁହାଯାଉଛି କ'ଣ? ଅଜ୍ଞାନର ଅନ୍ଧକାର। ଏଠାରେ ଆମେ ବାସ୍ତବ ଜ୍ଞାନରୁ ବଞ୍ଚିତ ହେବା ଯୋଗୁଁ ଧର୍ମକୁ ଛାଡ଼ି ଅଧର୍ମରେ ଲିପ୍ତ ହୋଇଯାଇଛି। ତେଣୁ ଅଧର୍ମରେ ଲିପ୍ତ ହୋଇ ବିବିଧ ପ୍ରକାର ଗର୍ହିତ ପାପ କର୍ମ କରୁছে, ବେଦ ବହିର୍ଭୂତ ନିଷିଦ୍ଧ କର୍ମ। ଯେମିତି ଶାସ୍ତ୍ରରେ କୁହାଯାଉଛି, 3 ପ୍ରକାର କର୍ମ କଥା କୁହାଯାଉଛି: କର୍ମ, ବିକର୍ମ, ଅକର୍ମ। କର୍ମ କହିଲେ ବେଦ ବିହିତ ଯେଉଁ ସକାମ କର୍ମ, ପୁଣ୍ୟ କର୍ମ, ଏହାକୁ କୁହାଯାଉଛି କର୍ମ। କଥା ବୁଝିପାରୁଛନ୍ତି? ଏହାକୁ କର୍ମ କୁହାଯାଉଛି। ବେଦ ବିହିତ ଯେଉଁ ପୁଣ୍ୟ କର୍ମ, ଯାହାକୁ ସକାମ କର୍ମ କୁହାଯାଉଛି, ଏହାକୁ କୁହାଯାଉଛି କର୍ମ। ବିକର୍ମ ଶାସ୍ତ୍ର ନିଷିଦ୍ଧ କର୍ମ। ଶାସ୍ତ୍ରରେ ଯେଉଁ ମନା କରାଯାଇଛି সেই ସବୁ କର୍ମ କରିବା, ଏହା ହେଉଛି କ'ଣ? ବିକର୍ମ। ତାର ମାନେ କ'ଣ? ପାପ କର୍ମ। କଥା ବୁଝିପାରୁନ? ବୁଝିବା ପାଇଁ ଚେଷ୍ଟା କରନ୍ତୁ। କର୍ମ ତତ୍ତ୍ୱ ବହୁତ ଜଟିଳ।
ତେଣୁ ଗୋଟେ ପ୍ରକାର କୁହାଯାଉଛି କର୍ମ, ଯାହାକୁ କୁହାଯାଏ ଶାସ୍ତ୍ର ବିହିତ କର୍ମ। ଶାସ୍ତ୍ର ଯାହା ଦିଆଯାଇଛି সেই ଅନୁସାରେ ଯେଉଁ କର୍ମ କରାଯାଏ ତାହାକୁ କୁହାଯାଉଛି କ'ଣ? ହଁ, କର୍ମ। ବୁଝିହେଲା? ଏହାକୁ ପୂର୍ଣ୍ଣ କର୍ମ କୁହାଯାଉଛି, ଏହାକୁ ସକାମ କର୍ମ କୁହାଯାଉଛି। ହଁ, ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଆଉ ବିକର୍ମ, ବିକର୍ମ କହିଲେ ଯାହା ଶାସ୍ତ୍ରରେ ମନା କରାଯାଇଛି সেই ସବୁ କର୍ମ, ତାର ମାନେ ପାପ କର୍ମ। ଶାସ୍ତ୍ରରେ କ'ଣ ମନା କରାଯାଇଛି? ହଁ, କ'ଣ କୁହାଯାଇଛି ଶାସ୍ତ୍ରରେ? ଯେମିତି ଶାସ୍ତ୍ରରେ ଭାଗବତ କୁହାଯାଉଛି, ଦୂତଂ ପାନଂ ସ୍ତ୍ରୀୟ ସୁନା ଯଥା ଅଧର୍ମ ଚତୁର୍ବେଦ। ଏ ଚାରି ପ୍ରକାର ହେଉଛି ଅଧର୍ମ ମାନେ ପାପ କର୍ମ। ହଁ, ଦୂତ ତାସ ପାଶା ଜୁଆ ଲଟେରୀ ଖେଳିବା ଏସବୁ ପାପ କର୍ମ। ପାନ, ଚା ପାନ, ବିଡ଼ି, ସିଗାରେଟ୍, ଗଞ୍ଜା, ଅଫିମ, ମଦ ଏସବୁ ପିଇବା ଖାଇବା ଏହା ହେଉଛି ପାପ କର୍ମ। ଦୂତଂ ପାନ ସ୍ତ୍ରୀ, ଅବୈଧ ସ୍ତ୍ରୀ ସଙ୍ଗ ଏସବୁ ପାପ କର୍ମ, ଗର୍ହିତ ପାପ କର୍ମ। ଆଉ ସ୍ତ୍ରୀ ବୈଶ୍ୟ, ଦୂତଂ ପାନ ସ୍ତ୍ରୀ ସୁନା, ସୁନା କହିଲେ ଅନ୍ୟ ଜୀବମାନଙ୍କୁ ମାରି ସେମାନଙ୍କ ମାଂସ ଆହାର କରିବା, ମାଂସ ଆହାର ଏସବୁ ପାପ କର୍ମ। କଥା ବୁଝିପାରିଲେ? ହଁ, ଚାରି ପ୍ରକାର ଅଧର୍ମ, ଏ ଚାରି ପ୍ରକାର ଅଧର୍ମ କୁହାଯାଉଛି। କିନ୍ତୁ ଆମର ଇସ୍କନ ତରଫରୁ ସମଗ୍ର ଦୁନିଆରେ ଏ ଯେଉଁ କୃଷ୍ଣ ଭାବନାମୃତ ଆନ୍ଦୋଳନ ପ୍ରଚାର ଚାଲିଛି, તે ପ୍ରଚାର ପ୍ରଥମ ଆମକୁ ନିଷେଧ ଦିଆଯାଉଛି ଚାରି ପ୍ରକାର ପାପ କର୍ମ ନିଜକୁ ବିରତ ହେବାକୁ ପଡ଼େ। ତାପରେ ଯଦି ନାମ କରିବେ, ସେ ନାମ କରି ତାପରେ ତାର ଡେଷ୍ଟିନେସନ୍ ଯେଉଁ କୃଷ୍ଣ ପ୍ରେମ ସେ ପ୍ରାପ୍ତ ହେଇପାରିବ। ପ୍ରଥମେ ଚାରି ପ୍ରକାର ପାପରେ ସ୍ତମ୍ଭକୁ ଏହାକୁ ଆମକୁ କ'ଣ କରିବାକୁ ହେବ? ହଁ, ଏହାକୁ ବନ୍ଦ କରିବାକୁ ହେବ। ହଁ, ବନ୍ଦ କରି ତାପରେ ଭକ୍ତି ଯୋଗ ଆମକୁ, ଭକ୍ତି ଯୋଗଟା କ'ଣ? ଭଗବାନଙ୍କ ନାମ ଏହାକୁ କ୍ରନ୍ଦନ ସହକାରେ, ସ୍ମରଣ ସହକାରେ କୀର୍ତ୍ତନ ଜପ ଏହାକୁ କୁହାଯାଉଛି ଭକ୍ତି ଯୋଗ। ଭକ୍ତି ଯୋଗ କାହାକୁ କୁହାଯାଉଛି? ତେଣୁ ବୃନ୍ଦାବନ ଦାସ ଠାକୁର ଯିଏକି କୃଷ୍ଣ ଲୀଳାରେ ଥିଲେ କ'ଣ? ବ୍ୟାସଦେବ। କୃଷ୍ଣ ଲୀଳାରେ ଯେଉଁ ବ୍ୟାସଦେବ ଥିଲେ ସେଇ ବୃନ୍ଦାବନ, ସେଇ ବ୍ୟାସଦେବ ଚୈତନ୍ୟ ମହାପ୍ରଭୁଙ୍କ ଲୀଳାରେ ଆସିଛନ୍ତି କେଉଁ ରୂପରେ? ବୃନ୍ଦାବନ ଦାସ ଠାକୁର ରୂପରେ। ତ ସେଇ କୃଷ୍ଣ ବର୍ତ୍ତମାନ ଇଏ ଚୈତନ୍ୟ ମହାପ୍ରଭୁ। ତେଣୁ ବ୍ୟାସ ଅବତାର ରୂପରେ ସେ ଭାଗବତମ এই ଗ୍ରନ୍ଥ ସେ ଲେଖିଥିଲେ। ହଁ, কে? ବ୍ୟାସଦେବ, କୃଷ୍ଣ ଦ୍ୱୈପାୟନ ବେଦବ୍ୟାସ। আর সেই ব্যাসদেব বর্তমানে চৈতন্য মহাপ্রভু লীলারে আসি চৈতন্য ভাগবতম লেখে। মহাপ্রভু সম্বন্ধে যে ভাগবতম তাকে চৈতন্য ভাগবত, ইয়াকে কুହାଯାଉଛି କ'ଣ? ଶ୍ରୀମଦ୍ ଭାଗବତ। କଥା ବୁଝିପାରୁଛନ୍ତି? ইয়াকে କୁହାଯାଉଛି ଶ୍ରୀମଦ୍ ଭାଗବତ। সেই ଭଗବାନ ଏହା କିଏ? সেই কৃষ্ণ ବର୍ତ୍ତମାନ କ'ଣ? ବର୍ତ୍ତମାନ ଚୈତନ୍ୟ ମହାପ୍ରଭୁ ଗୌରାଙ୍ଗ। ହଁ, କଥା ବୁଝିପାରିଲେ? ତ ସେ ବ୍ୟାସଦେବ ରାଇଟର ହିସାବରେ ସେ ଲେଖିଥିଲେ ଶ୍ରୀମଦ୍ ଭାଗବତ। আর সেই ব্যাসদেব বর্তমান আসছেন চৈতন্য মহাপ্রভু লীলারে বৃন্দাবন দাস ঠাকুর রূপে। বৃন্দাবন দাস ঠাকুর রূপে আসি ସେ ଚୈତନ୍ୟ ଭାଗବତମ ଲେଖେ। ହଁ, ଏହା ଆମେ ଦେଖିବା ମହାପ୍ରଭୁଙ୍କ ସମ୍ବନ୍ଧରେ এই যে ভিন্ন ভিন্ন ব্যাসদেব এসব লিখেছে। কেই লিখেছেন চৈতন্য চরিতামৃত, কেই লিখেছেন চৈতন্য মঙ্গল, কেই লিখেছেন ভক্তি রত্নাকর, কেই লিখেছেন চৈতন্য ভাগবত। কথা বুঝিপারলে? ଏସବୁ ଏଥେଣ୍ଟିକ୍ ସ୍କ୍ରିପ୍ଚର୍ସ, ପ୍ରାମାଣିକ ଗ୍ରନ୍ଥ। ହଁ, ତ ଏଠାରେ ମଜାର କଥା ହେଉଛି ଏହା, ଭଗବାନ ଚୈତନ୍ୟ ମହାପ୍ରଭୁଙ୍କ ସମ୍ବନ୍ଧ ଯେତେବେଳେ ଇଏ ବୃନ୍ଦାବନ ଦାସ ଠାକୁର ଲେଖୁଥିଲେ ସେତେବେଳେ ତାଙ୍କର ଗ୍ରନ୍ଥର ନାମ ସେ ଦେଇଥିଲେ ଚୈତନ୍ୟ ମଙ୍ଗଳ। କଥା ବୁଝିପାରୁଛନ୍ତି? ଚୈତନ୍ୟ ମଙ୍ଗଳ। କିନ୍ତୁ ସେଇ ସମୟରେ ସମସାମୟିକ ଆଉ ଜଣେ ରାଇଟର ସେ ଲେଖିଲେ ଲୋଚନ ଦାସ ଠାକୁର, ସେ ସେଇ ଗ୍ରନ୍ଥର ନାମ ଦେଲେ କ'ଣ? ଚୈତନ୍ୟ ମଙ୍ଗଳ। ତ ଦୁଇଟା ଗ୍ରନ୍ଥ ଯଦି ଏକା ନାମ ହେବ ଲୋକମାନେ କେମିତି ତା ବୁଝିବେ କାହାର କେଉଁଟା? ହଁ, ତେଣୁ ଚୈତନ୍ୟ ମଙ୍ଗଳରେ ଯେ ପ୍ରଥମ ଲେଖକ ହିସାବରେ ବୃନ୍ଦାବନ ଦାସ ଠାକୁର
ତାଙ୍କର ମାତା ହେଉଛନ୍ତି ନାରାୟଣୀ ଦେବୀ। ନାରାୟଣୀ ଦେବୀଙ୍କର ନିର୍ଦ୍ଦେଶରେ ଏ ବୃନ୍ଦାବନ ଦାସ ଠାକୁର ତାଙ୍କର ଗ୍ରନ୍ଥର ନାମ ପରିବର୍ତ୍ତନ କରିଦେଲେ। ଚୈତନ୍ୟ ମଙ୍ଗଳରୁ ହେଇଗଲା କ'ଣ ଚୈତନ୍ୟ ଭାଗବତ। ଆଲୋଚନ ଦାସ ଠାକୁରଙ୍କର ଯେ ଚୈତନ୍ୟ ମଙ୍ଗଳରେ ଯେମିତି ଚୈତନ୍ୟ ମଙ୍ଗଳରେ ଇଏ ଲୋଚନ ଦାସ ଠାକୁର ସେ ମହାପ୍ରଭୁଙ୍କ ପାର୍ଷଦ, ସେ ସମସାମୟିକ ଲୋକ। ସେ ଏକ ଭବିଷ୍ୟତ ବାଣୀ କରିଛନ୍ତି, ଯେଉଁ ଭବିଷ୍ୟତ ବାଣୀ କେତେ ପ୍ରାମାଣିକ ତା ଆଜି ବାସ୍ତବ ରୂପଦାନ ଆମେ ଦେଖିବାକୁ ପାଉଛେ। ଯେମିତି ସେ କହୁଛନ୍ତି, ଏବେ ନାମ ସଂକୀର୍ତ୍ତନ ତୀକ୍ଷ୍ଣ ଖଡ଼୍ଗ ଲଇয়া অন্তর অসুর জীবের ফেলিব কাটিয়া, যদি কোনো পাপী ধর্ম ছাড়ি দূর দেশে যায়, আমার সেনাপতি ভক্ত যাইবে তথায়। କେତେ ସୁନ୍ଦର ଏକ ପ୍ରାମାଣିକ ସେ ଭବିଷ୍ୟତବାଣୀ କରିଥିଲେ। ଦେଖନ୍ତୁ ଏଠାରେ ଏବେ ନାମ ସଂକୀର୍ତ୍ତନ ଅର୍ଥାତ୍ ଭଗବାନ ଚୈତନ୍ୟ ମହାପ୍ରଭୁଙ୍କ ଆସିବା ପୂର୍ବରୁ ଯେତେ ଅବତାର ଏ ଜଗତକୁ ଆସିଥିଲେ, ସମସ୍ତ ଅବତାର ମାନେ କ୍ରୋଧ ବଶତଃ ହାତରେ ଅସ୍ତ୍ର ନେଇ ଅସୁରମାନଙ୍କୁ ସଂହାର କରିଥିଲେ। ଯେମିତି କ'ଣ କୃଷ୍ଣ ସ୍ୱରୂପରେ ଏହିପରି ସୁଦର୍ଶନ ଚକ୍ର ନେଇ ଶିଶୁପାଳ ଆଦି ଏମାନଙ୍କୁ ସବୁ ମସ୍ତକ ଛେଦନ କରିଛନ୍ତି କ୍ରୋଧ ବଶତଃ। କିନ୍ତୁ ସେଇ କୃଷ୍ଣ ଯେତେ ଚୈତନ୍ୟ ମହାପ୍ରଭୁ ରୂପେ ଆସିଲେ, କିନ୍ତୁ ସେ ଆଉ ଅସ୍ତ୍ର ଧାରଣ କଲେ ନାହିଁ। ତେଣୁ ଏକ ବୈଷ୍ଣବ ଆଚାର୍ଯ୍ୟ ସେ କହୁଛନ୍ତି, ଇଏ ଲେଖିଛନ୍ତି, ରାମ ଆଦି ଅବତାରେ କ୍ରୋଧେ ନାନା ଅସ୍ତ୍ର ଧରେ, ଅସୁରରେ କରିଲ ସଂହାର, ଏବେ ଅସ୍ତ୍ର ନା ଧରିଲ ପ୍ରାଣେ ନା ବଧିଲ, ଚିତ୍ତ ଶୁଧିଲ ସବାର। କେତେ ବଢ଼ିଆ କଥା କହୁଛନ୍ତି, ଶୁଣ ଧ୍ୟାନ ସାଗର ଶୁଣନ୍ତୁ। ଗୋଟେ ଗୋଟେ କଥା ଯଦି ବୁଝିପାରିବେ, ଆମର ସମସ୍ତ ଅପସିଦ୍ଧାନ୍ତ ଖଣ୍ଡନ ହେଇଯିବ, ଆମର ଦିବ୍ୟ ଜ୍ଞାନରେ ଉଦୟ ହେଇଯିବ। ସେତେବେଳେ ଆମର ଆଉ କୌଣସି ବନ୍ଧନ ରହିବ ନାହିଁ। ଭଲ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ରାମ ଆଦି ଅବତାର, ରାମ ପର୍ଯ୍ୟନ୍ତ, ରାମ ଆଦି କଲେ ଆଉ ଯେତେ ସବୁ ଅବତାର ମାନେ ଆସିଥିଲେ, ସମସ୍ତ ଅବତାର ଯେମିତି ନରସିଂହ ରୂପରେ ଯେତେବେଳେ ଆସିଥିଲେ, ମତ୍ସ୍ୟ ରୂପରେ ଯେତେବେଳେ ଆସିଥିଲେ, ତାପରେ ନାରାୟଣ ରୂପରେ ଯେତେବେଳେ ଆସିଥିଲେ, ଏଇ ସବୁ ଭିନ୍ନ ଭିନ୍ନ ଯେ ଅବତାର ମାନେ ସବୁ ଆସିଥିଲେ, ଭିନ୍ନ ଭିନ୍ନ ରୂପ ଧାରଣ କରି ସେମାନେ ଅସୁରମାନଙ୍କୁ ସଂହାର କରିବା ପାଇଁ ହାତରେ ଅସ୍ତ୍ର ଧାରଣ କରିଥିଲେ। ଭଗବାନ କୃଷ୍ଣ ଗୀତାରେ କହିଛନ୍ତି କ'ଣ, ତିନୋଟି କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ପ୍ରତି ଯୁଗେ ଯୁଗେ ସେ ଯୁଗ ଅବତାର ରୂପ ଧାରଣ କରି ଏ ଜଗତକୁ ଆସିଛନ୍ତି। ଯେମିତି ଗୀତାରେ କ'ଣ କହିଲେ, ତିନୋଟି କାର୍ଯ୍ୟ କ'ଣ କହିଲେ, ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତମ୍ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ପ୍ରତି ଯୁଗେ ଯୁଗେ ଭଗବାନ ଯୁଗ ଅବତାର ରୂପ ଧାରଣ କରି ଆସନ୍ତି। ଯୁଗ ଅବତାର ରୂପରେ ଧାରଣ କରି ଆସି ଯେତେବେଳେ ସାଧୁମାନଙ୍କର ଉପରେ ଅତ୍ୟାଚାର ଚାଲିଛି, କେଉଁମାନଙ୍କର ଅତ୍ୟାଚାର, କେଉଁମାନଙ୍କର ଅତ୍ୟାଚାର, ପ୍ରତ୍ୟେକ ସାଧୁମାନଙ୍କର ଉପରେ ଭକ୍ତମାନଙ୍କ ଅତ୍ୟାଚାର, ସାଧୁମାନଙ୍କର ଉପରେ କେଉଁମାନଙ୍କର ଅତ୍ୟାଚାର, ଅସୁରମାନଙ୍କ ଅତ୍ୟାଚାର। ତ ସେ ଅସୁରମାନଙ୍କର ଅତ୍ୟାଚାର ତେଣୁ ନିଜ ଭକ୍ତକୁ ସୁରକ୍ଷା ଦେବା ପାଇଁ ଭଗବାନ ହାତରେ ଅସ୍ତ୍ର ଧାରଣ କରି ଅସୁରମାନଙ୍କୁ ସଂହାର କରେ। ତା ପ୍ରତ୍ୟେକ ପ୍ରମାଣ କ'ଣ, ଗୋଟେ ପରିବାରରେ ଆମେ ଦେଖିବା ପାଇବା ଯେ ହିରଣ୍ୟକଶ୍ୟପ ଏକ ଦୁର୍ଦ୍ଧର୍ଷ ଅସୁର ଥିଲେ। ବ୍ରହ୍ମାଙ୍କ ଠାରୁ ସେ ବର ପ୍ରାପ୍ତ ହେଇଥିଲେ, ସେ ଦିନରେ ମରିବା ନାହିଁ, ରାତିରେ ମରିବା ନାହିଁ, ଜଳରେ ମରିବା ନାହିଁ, ସ୍ଥଳରେ ମରିବା ନାହିଁ, ଅନ୍ତରିକ୍ଷ ମରିବା ନାହିଁ, ଦେବତାମାନଙ୍କ ହାତରେ ମରିବା ନାହିଁ, ଅସୁରମାନଙ୍କ ହାତରେ ମରିବା ନାହିଁ, କୌଣସି ସର୍ପମାନଙ୍କ ହାତରେ ମରିବା ନାହିଁ, ମନୁଷ୍ୟମାନଙ୍କ ହାତରେ ମରିବା ନାହିଁ, ଏମିତି କ'ଣ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟ କୌଣସି ଜୀବମାନଙ୍କର ହାତରେ ମରିବ। କିପରି ବୁଦ୍ଧିମାନ ବ୍ୟକ୍ତି ଥିଲା ହିରଣ୍ୟକଶ୍ୟପ। ହିରଣ୍ୟକଶ୍ୟପ କାହାର ପୁତ୍ର ଥିଲା? କଶ୍ୟପ ଦେବତା ଅସୁର ଗଣ ସମସ୍ତଙ୍କର ସେ ପିତା। ଏ ଜଗତ ଯେତେ ପ୍ରକାର ପ୍ରଜାତି, ସମସ୍ତ ପ୍ରଜାତି ମାନଙ୍କର ପିତା ହେଉଛନ୍ତି କିଏ? ଏ କଶ୍ୟପ ମୁନି। ସେଇ ତାଙ୍କର ପୁତ୍ର ହିରଣ୍ୟକଶ୍ୟପ।
ତାଙ୍କର ଏକ ପତ୍ନୀଙ୍କ ନାଁ ହେଉଛି ଦିତି। ଦିତିଙ୍କ ଠାରୁ ଇଏ ଦୁଇ ଦୈତ୍ୟ ଆସିଛନ୍ତି, ହିରଣ୍ୟାକ୍ଷ ହିରଣ୍ୟକଶ୍ୟପ। କଥା ବୁଝିପାରୁଛନ୍ତି? ତାଙ୍କର ଆହୁରି ଜଣେ ପତ୍ନୀ ଅଦିତିଙ୍କ ଠାରୁ ଇଏ ଦେବତାମାନେ ଆସିଛନ୍ତି। ହଁ, ଦୋନୁଙ୍କ ଠାରୁ ଯେମିତି ଆସନ୍ ଦାନବ, ହଁ, ଦୋନୁଙ୍କ ଠାରୁ ଠିକ୍ ସେହିପରି ବିନତାଙ୍କ ଠାରୁ ଗରୁଡ଼ ଆଦି ଏମାନେ ଆସିଛନ୍ତି। କଦ୍ରୁଙ୍କ ଠାରୁ ସର୍ପମାନେ ଆସିଛନ୍ତି। ହଁ, ଏହିପରି ଭିନ୍ନ ଭିନ୍ନ ପ୍ରଜାତି କଶ୍ୟପଙ୍କ 17ଟି ପତ୍ନୀ ମାନେ ଥିଲେ। ପ୍ରତ୍ୟେକ ପତ୍ନୀଙ୍କଠାରେ ଏକ ଏକ ପ୍ରଜାତି ସବୁ ଏଇ ଜଗତ ଭରି ଯାଇଛି। ହଁ, ତ ସେଇ ହିରଣ୍ୟକଶ୍ୟପ ପିତା ହେଉଛନ୍ତି କିଏ? କଶ୍ୟପ ମୁନି। କଥା ବୁଝିପାରିଲେ? କ'ଣ ସାଧାରଣ ବ୍ୟକ୍ତି ନୁହନ୍ତି। ହଁ, କେଡ଼େ ବଡ଼ ବୁଦ୍ଧିମାନ ଥିଲେ। ବ୍ରହ୍ମାଙ୍କ ଠକିକିରି ସେ ନିଜେ ଭାବୁছে ମୁଁ ଅମରତ୍ୱ ବର ପ୍ରାପ୍ତ ହେଇଯାଇଛି। ଏ ଜଗତେ ଯେତେ ଜୀବ କାହା ଦ୍ୱାରା ସୃଷ୍ଟ? ହଁ, କ'ଣ? ଭଗବାନ କିଛି ବୁଝୁନାହାନ୍ତିରେ ଏମାନେ। କ'ଣ ଏମାନେ ବୁଝାଇବ? ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟ। ହଁ, ଏ ଜଗତରେ ଯେତେ ସବୁ ଜୀବ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟ। ହିରଣ୍ୟ ସବୁ କିପରି ବୁଦ୍ଧିମାନ ଥିଲେ ଯେ ମୁଁ ଯଦି ଗୋଟେ କଥାରେ ଏ ବର ମାଗିନେବି, କେଉଁ ବର? ଆପଣଙ୍କ ଦ୍ୱାରା ସୃଷ୍ଟ କୌଣସି ଜୀବମାନଙ୍କର ହାତରେ ମୁଁ ମରିବି ନାହିଁ। ଗୋଟେ କଥାରେ ବ୍ରହ୍ମାଙ୍କ ବୁଦ୍ଧି ବିଭ୍ରାଟ କରିଦେଲା। ହଁ, ବ୍ରହ୍ମାଜୀ ତଥାସ୍ତୁ କରିଦେଲା। ବୁଝିପାରିଲ? ପ୍ରଥମେ ମାଗିଥିଲେ ଅମର ବର, କିଏ? ହିରଣ୍ୟକଶ୍ୟପ। କିନ୍ତୁ ବ୍ରହ୍ମାଜୀ କହିଲେ ମୁଁ ତ ଅମର ନୁହେଁ, ତୁମକୁ କେମିତି ଅମର ବର ଦେବି? ଅମର ବର ଛାଡ଼ି ଆଉ ଯେତେ ପ୍ରକାର ବର ମାଗିବେ ମୁଁ ସବୁ ପ୍ରଦାନ କରିପାରିବି। ତ ଇଏ ଗୋଟେ ପରେ ଗୋଟେ ମାଗି ଯାଉଛି ତଥାସ୍ତୁ ତଥାସ୍ତୁ ତଥାସ୍ତୁ। ତଥାସ୍ତୁ ମାନେ କ'ଣ? ହଁ, କ'ଣ? ହଁ, ତାହା ହେବ। ହଁ, ଯାହା ମାଗୁଛି ସେମିତି ତଥାସ୍ତୁ, ତାହା ହେବ। ହଁ, ତଥାସ୍ତୁ। ଦେହ ହେଉଛି କେତେ ବୁଦ୍ଧିମାନ। ଲାଷ୍ଟରେ ସେ ମାଗିନେଲେ ଆପଣ ଦ୍ୱାରା ସୃଷ୍ଟ କୌଣସି ଜୀବମାନଙ୍କର ହାତରେ, ତା ବି ସେ ଦେଇଦେଲେ ଭଗବାନ, ଇଏ ବ୍ରହ୍ମାଜୀ। କିନ୍ତୁ ଏଠାରେ ଦେଖାଯାଉଛି କି ସେଇ ହିରଣ୍ୟକଶ୍ୟପ ବ୍ରହ୍ମାଙ୍କ ଠାରୁ ଏହିପରି ବର ପ୍ରାପ୍ତ ହୋଇ ସମଗ୍ର ତାଙ୍କର ରାଜ୍ୟରେ ଘୋଷଣା କରିଦେଲେ ଈଶ୍ୱର କିଏ? ତେଣୁ ମୋ ରାଜ୍ୟରେ କେବଳ ଏକ ଈଶ୍ୱର, କିଏ? ହିରଣ୍ୟକଶ୍ୟପ। ପ୍ରତ୍ୟେକ ନିଜ ନିଜ ଘରକୁ ଘର କ'ଣ କରିବ? ମୋର ପ୍ରତିମା ପୂଜା କରିବ, ଅନ୍ୟ କାହାରି ପ୍ରତିମା ପୂଜା କରିପାରିବ ନାହିଁ। କିପରି ପାୱାରଫୁଲ୍ ଥିଲା! ମୁଁ ଈଶ୍ୱର। ହଁ, କିନ୍ତୁ ସେଇ ବଂଶରେ ଆସିଲେ ତାଙ୍କ ନିଜ ପୁତ୍ର ରୂପରେ, କିଏ? ପ୍ରହ୍ଲାଦ। ପ୍ରହ୍ଲାଦ 5 ବର୍ଷର ପିଲା। ଚ୍ୟାଲେଞ୍ଜ ଦେଖାଉଛନ୍ତି, ହେ ଅସୁର ସମ୍ରାଟ, ଆପଣ ଈଶ୍ୱର ନୁହନ୍ତି। ଈଶ୍ୱର ହେଉଛନ୍ତି କୃଷ୍ଣ, ବିଷ୍ଣୁ। ଏଇଠୁ ଆରମ୍ଭ ହେଇଗଲା ପିତା ପୁତ୍ରଙ୍କର ମଧ୍ୟରୁ କ'ଣ? ସଂଘର୍ଷ। ଏତେ ବଡ଼ ପାୱାରଫୁଲ୍ ହିରଣ୍ୟକଶ୍ୟପ 5 ବର୍ଷର ପିଲାକୁ ମାରିବା ପାଇଁ କେତେ ପ୍ରକାର ବ୍ୟବସ୍ଥା କଲେ। ହଁ, ଗୋଟେ କଥା ଅଛି, ରଖେ ହରି ମାରେ ହରି ରଖେ। ହଁ, ତ ଯେ ହରିଙ୍କର ଶରଣାପନ୍ନ ହେଲେ ସେ 5 ବର୍ଷର ପିଲା ହୁଅନ୍ତୁ, 2 ବର୍ଷର ପିଲା ହୁଅନ୍ତୁ, 1 ବର୍ଷର ପିଲା ହୁଅନ୍ତୁ, ଯେତେ ବର୍ଷ ବୟସ ପିଲା ହୁଅନ୍ତୁ, ହଁ, ତାକୁ କେହି ବଧ କରିପାରିବେ କି? ତାହେଲେ ପ୍ରକୃତ ଆମର ରକ୍ଷାକର୍ତ୍ତା କିଏ? ହଁ, ଭଗବାନ କୃଷ୍ଣ। କଥା ବୁଝିପାରିଲେ? ଏଥିଲାଗି ଆମମାନଙ୍କର ଯଦି ବୁଦ୍ଧି ଥିବ, ଆମର କର୍ତ୍ତବ୍ୟ ହେଉଛି ସେଇ ଭଗବାନଙ୍କ ଚରଣ ଆଶ୍ରୟ କରିବା ଉଚିତ। କାରଣ ଭଗବାନ କୃଷ୍ଣଙ୍କର ଗୋଟେ ନାଁ ହେଉଛି କ'ଣ? ମୁକୁନ୍ଦ। ମୁକୁନ୍ଦ ମାନେ କ'ଣ? ମୁକ୍ତିଦାତା। ଆମେ ଅନାଦି କାଳରୁ ଏ ଜଡ଼ ଦେହ ବନ୍ଧନରେ ଆବଦ୍ଧ ହେଇଯାଇଛୁ। ତେଣୁ ଆମର ଦୁଃଖ ଦୁର୍ଦ୍ଦଶା କେତେ ପ୍ରକାର ଆମେ କଷ୍ଟ ଭୋଗ କରୁଛେ। ଜନ୍ମତି ଚକ୍ର ପଡ଼ିଯାଉଛି। ବର୍ତ୍ତମାନ ମନୁଷ୍ୟ ଶରୀର ଅଛି, ପରବର୍ତ୍ତୀ ଜନ୍ମ ଗୋଟେ କୁକୁର ଶରୀର,
କିମ୍ବା ଗୋଟେ ଘୁଷୁରୀ ଶରୀର ମିଳିବ। ଯେମିତି କର୍ମ କରିବ କର୍ମ ଅନୁସାରେ ବିଚାର ହୋଇ সেই ଅନୁସାରେ ପ୍ରକୃତି ନିୟମ ଅନୁସାରେ ଦେହ ଦିଆଯିବ। ଆଜି ମନୁଷ୍ୟ କାଲି ପଶୁ। ହଁ, ସେଇପରି ଦେହ ହେଉଛି ଆମର ପ୍ରକୃତି ଦ୍ୱାରା ଦଣ୍ଡ। તે ଦଣ୍ଡରୁ ମୁକ୍ତ ହେବାର ଏକମାତ୍ର ଉପାୟ ହେଉଛି 84 ଲକ୍ଷ ପ୍ରକାର ଜୀବଜନ୍তুରେ ଭ୍ରମଣ କରୁ କରୁ ଯେତେବେଳେ ମନୁଷ୍ୟ ଶରୀରକୁ ଆସିବ, সেই ମନୁଷ୍ୟ ଶରୀର ଦ୍ୱାରା କେବଳ ଯଦି କୃଷ୍ଣ ଭକ୍ତି କରିବ, ଆଉ କୃଷ୍ଣ ଭକ୍ତି କରି ସେ ଜନ୍ମମୃତ୍ୟୁ ଚକ୍ର ଉଦ୍ଧାର ହୋଇ କୃଷ୍ଣଙ୍କ ପାଖକୁ ଫେରି ଯାଇପାରିବ। ଆମେ ଅନାଦି କାଳରୁ ଆମର ଏ ଦୁରବସ୍ଥା କାହିଁକି? ଭିନ୍ନ ଭିନ୍ନ ଶରୀର ଆମେ କାହିଁକି ଭ୍ରମଣ କରୁଛେ? ଆମେ ସମସ୍ତେ କାମ କ୍ରୋଧର ଦାସତ୍ୱ କରୁଛେ। ହଁ, କାହାର ଦାସତ୍ୱ? କାମ କ୍ରୋଧର ଦାସତ୍ୱ। এই କାମ କ୍ରୋଧର ଦାସତ୍ୱ କରିବା ଯୋଗୁଁ ଆମର ଗତି କ'ଣ ହେଇଯାଉଛି? ଦୁର୍ଗତି ହେଇଯାଉଛି। ଆମର ଗତିଟା କ'ଣ ହେଇଗଲା? ଦୁର୍ଗତି। ଆଜି ମନୁଷ୍ୟ ଶରୀର, କାଲି ପଶୁ ଶରୀର। ଏମିତିକି ଦେବରାଜ ଇନ୍ଦ୍ର ହେଲେ ବି ଯଦି କୌଣସି ଗର୍ହିତ ଅପରାଧ କରିବେ, ଦୁଷ୍କର୍ମ କରିବେ, ତାହେଲେ সেই ଅପରାଧ সেই ଦୁଷ୍କର୍ମ ଯୋଗୁଁ ଇନ୍ଦ୍ର ଦେବରାଜ ଇନ୍ଦ୍ର ଦେହ ଛାଡ଼ି ସେ ସେତେବେଳେ କ'ଣ ହେବ? ପଶୁ ଦେହ ପ୍ରାପ୍ତ ହେଇଯିବ। ଏକ ସମୟ ହେଇଥିଲା। ବର୍ତ୍ତମାନ ଯେଉଁ ସ୍ୱର୍ଗରେ ଦେବରାଜ ଇନ୍ଦ୍ର ଅଛନ୍ତି ତାଙ୍କ ନାଁ କ'ଣ? ପୁରନ୍ଦର। ହଁ, ତା ପୁରନ୍ଦର ତାଙ୍କ ଗୁରୁଙ୍କର ଚରଣ, ବୃହସ୍ପତିଙ୍କ ଚରଣ ଗୋଟେ ପ୍ରକାର ଅପରାଧ କରିଥିଲେ। সেই ଅପରାଧ କରିବା ଯୋଗୁଁ সেই ଦେବ ଦେହ ଛାଡ଼ି ସେ ମର୍ତ୍ତ୍ୟ ଜଗତର ଘୁଷୁରୀ ହେଇ ଜନ୍ମ। ହଁ, କ'ଣ ହେଇ ଜନ୍ମଗ୍ରହଣ କରିଥିଲା? ଘୁଷୁରୀ। ହଁ, ସ୍ୱର୍ଗରେ ଦେବରାଜ ଇନ୍ଦ୍ର ଉପରେ ସେ କ'ଣ ପାନ କରୁଥିଲେ? ଅମୃତ। ହଁ, ସମରସ ପାନ କରୁଥିଲେ। ସମରସ ପାନ କଲେ ନବ ଯୁବକତ୍ୱ ରୂପ। সেটার ত্রিদশাকে যৌবনের উপরକୁ আর ଯିବେ ନାହିଁ, যৌবন দশাରେ ରହିବ। কিন্তু এଠାରେ যে জন্ম নেবে এই গতি অনুসারে যৌবন পরে কোনো পৌঢ় অবস্থা, বৃদ্ধ অবস্থা, তারপরে মৃত্যু। কিন্তু স্বর্গরে যৌবন দশাରେ ରହିବ, তার উপরକୁ আর ଯିବେ ନାହିଁ। ଆଉ କୌଣସି ଶାରୀରିକ ରୋଗ ନାହିଁ ସେଠାରେ। ଏ ସମରସ ପାନ କଲେ କୌଣସି ଶାରୀରିକ ରୋଗ ରହିବ ନାହିଁ। ଆଉ ମୁଣ୍ଡରେ ବାଳ କେବେ ପାଚିବ ନାହିଁ। ହଁ, ଚନ୍ଦା ହେବ ନାହିଁ। ହଁ, ନବ ଯୁବକତ୍ୱ ରୂପରେ। କିନ୍ତୁ ଆୟୁଷ ହେଉଛି ଏକ ମନ୍ୱନ୍ତର। ମୃତ୍ୟୁ ବି ରହିଛି, ଲାଷ୍ଟ ମୃତ୍ୟୁ ରହିଛି। କିନ୍ତୁ ମୃତ୍ୟୁ ଭିତରେ କେହି ବାର୍ଦ୍ଧକ୍ୟ ଦଶା ପ୍ରାପ୍ତ ହେବନି, କୌଣସି ରୋଗ ଦ୍ୱାରା, ଶାରୀରିକ ରୋଗ ଦ୍ୱାରା ଆକ୍ରାନ୍ତ ହେବନି। ଏ ହେଉଛି ସ୍ୱର୍ଗ। ଆଉ ସେଠାରେ ସବୁ ସୁନ୍ଦରୀ ସୁନ୍ଦରୀ ସବୁ ଅପ୍ସରାମାନେ ଅଛନ୍ତି, ମେନକା, ରମ୍ଭା, ଏସବୁ ଉର୍ବଶୀ ଆଦି। ସେଟା ନନ୍ଦନକାନନ ରହିଛି, ସବୁକିଛି ଅତି ସୁନ୍ଦର ପରିବେଶ। କିନ୍ତୁ ସେଇ ଇନ୍ଦ୍ର ଗୁରୁଙ୍କ ଚରଣ ଅପରାଧ କରିବା ଯୋଗୁଁ ସେ ଇନ୍ଦ୍ର ପଦରୁ ଖସିଯାଇ ଏ ବହୁତ ମର୍ତ୍ତ୍ୟ ଜଗତ କ'ଣ ହେଇଯାଇଥିଲା? ଘୁଷୁରୀ। ଘୁଷୁରୀର ପ୍ରକୃତି ଅନୁସାରେ ତାର ପ୍ରିୟ କ'ଣ? ବିଷ୍ଠା। ହଁ, ବିଷ୍ଠା ଚୁମୁକ ଦେବେ। আর এই ସବୁ ସଭ୍ୟ ମନୁଷ୍ୟମାନେ ଚାରି ଚାକରେ କ'ଣ କାରରେ ବସି ଯାଉଛି କେଉଁଠାରେ? ପଇସା ରୋଜଗାର କରିବା ପାଇଁ। ତା ସାମ୍ନାରେ ଯାଉଛନ୍ତି, ସେ ବିଷ୍ଠା ଚୁମୁକ କେଡ଼େ ସୁସ୍ୱାଦିଷ୍ଟ। ଲୋକ ଗୁଡ଼ିଏ କେଡ଼େ ବୋକା। ହଁ, ପାଖରେ ଏତେ ସୁସ୍ୱାଦିଷ୍ଟ ଖାଦ୍ୟ ରହିଛି, ଏହାକୁ ଛାଡ଼ି ସେ ଚାରି ଚାକରେ ବସି ଯାଉଛି ପଇସା ରୋଜଗାର କରିବା ପାଇଁ, ଇଏ ଉଦର ପୂର୍ତ୍ତି କରିବା ପାଇଁ। ପଇସା ରୋଜଗାର କେଉଁଥିଲାଗି କରନ୍ତି? ହଁ, ପେଟ ପୂରିବା ପାଇଁ। ହଁ, ପାଖରେ ଏତେ ସୁସ୍ୱାଦିଷ୍ଟ, ତା ପାଖରେ ବିଷ୍ଠା ଅତି ସୁସ୍ୱାଦିଷ୍ଟ। ତାହାକୁ ଯଦି ଦେବେ ଏ ଅମୃତ ବା ଘିଅ ମିଶ୍ରିତ ଅନ୍ନ, ଭଲ ଲାଗିବ କି? ତା ପାଖେ କୁକୁର ବିଷ୍ଠା ଖାଇବ, କିନ୍ତୁ ତା ପାଖେ ଘିଅ ମିଶ୍ରିତ ଅନ୍ନ ଯିଏ ଦେବ, ସେ ଖାଇବ କି? ନାଇଁ। ଯେମିତି ଦେହ ପ୍ରାପ୍ତ ହେବେ ସେମିତି ସ୍ୱଭାବ ହେଇଯିବ, ସେମିତି ଆହାର ହେଇଯିବ। ହଁ, କଥା ବୁଝିପାରୁଛନ୍ତି? ଦେବ ଦେହରେ ଥିଲେ ସେତେବେଳେ ତାଙ୍କର ପ୍ରିୟ ହେଉଛି କ'ଣ? ଅମୃତ। ଆଉ ଘୁଷୁରୀ ଦେହ ପ୍ରାପ୍ତ ହେଇଗଲା, ତାର ପ୍ରିୟ ଆହାର ହେଇଗଲା କ'ଣ? ବିଷ୍ଠା। ଦେବ ଦେହରେ ଥିଲେ ନନ୍ଦନକାନନରେ ସେ ବିହାର କରିଥିଲେ। ବର୍ତ୍ତମାନ କେଉଁ ଜାଗାରେ ସେ ବିହାର କରୁଛି?
ଅତି ଦୁର୍ଗନ୍ଧମୟ ଜାଗା, ହଁ, ଦୁର୍ଗନ୍ଧମୟ ଜାଗା। ଆଉ ସେଠାରେ ତାଙ୍କର ସେ ଥିଲେ ସବୁ କ'ଣ ଅପ୍ସରା ମାନଙ୍କ ସହିତ। ଆଉ ବର୍ତ୍ତମାନ ଏଠାରେ ଘୁଷୁରିଙ୍କ ସହିତ ସେ ବିହାର କରୁଛି। ସବୁ ପରିବର୍ତ୍ତନ, ଯେମିତି ଦେହ ଚେଞ୍ଜ ହେଇଯିବ ସେମିତି ସ୍ୱଭାବ ହେବ, ସେମିତି ଆହାର ହେବ, ସେମିତି ବିହାର ହେବ। ବିହାର ମାନେ ବିଚରଣ, ସବୁ ପରିବର୍ତ୍ତିତ। ତେଇପରି ଆମେ ଅନାଦି କାଳରୁ କେତେ ଥର ମନୁଷ୍ୟ ଦେହକୁ ଆସିଥିଲେ, ମନୁଷ୍ୟ ଦେହ ଛାଡ଼ି ପୁଣି ମନୁଷ୍ୟ ଶରୀରକୁ ଚାଲି ଯାଇଛି। ୟାର କୌଣସି ଇତିହାସ ନାହିଁ। যে পর্যন্ত আমি মনুষ্য দেহ প্রাপ্তি ভগবত ভক্তি ন କରିଛେ ସେ ପର୍ଯ୍ୟନ୍ତ ଦୁର୍ଦ୍ଦଶାରୁ ଆମେ ମୁକ୍ତ ହେଇପାରିବା ନାହିଁ। କଥା ବୁଝିପାରୁଛନ୍ତି? ହଁ, ତେଣୁ ମନୁଷ୍ୟ ଦେହ ହେଉଛି ଦୁର୍ଲଭ। ବହୁ ବହୁ ଜନ୍ମ ପରେ ଏ ମନୁଷ୍ୟରେ ମିଳିଛି, ଉପରନ୍ତ କ୍ଷଣସ୍ଥାୟୀ, ଦୀର୍ଘକାଳ ପାଇଁ ନୁହେଁ। ଆମେ ତ ସବୁ କଲିଯୁଗରେ ମନୁଷ୍ୟ, ଆମର ଆୟୁଷ କେତେ ନିର୍ଦ୍ଧାରିତ କରାଯାଏ? 100 ବର୍ଷ। 100 ବର୍ଷ କେତେ ଜଣ ବଞ୍ଚୁଛନ୍ତି? ହଁ, ପାପ କର୍ମ କରିବା ଯୋଗୁଁ ଆୟୁଷ ତା ବି କ୍ଷୀଣ ହେଇଯାଇଛି। 70 ଯୁଗ ଲୋକମାନଙ୍କର ଆୟୁଷ 1 ଲକ୍ଷ ବର୍ଷ, ଆମଠାରୁ କେତେ ଗୁଣ ଅଧିକ। ସେମାନେ ସବୁବେଳେ ଯୁବକତ୍ୱ ଅବସ୍ଥାନ କରିଥିଲେ, କେହି ଶଯ୍ୟାଶାୟୀ ହେଇ ପଡ଼ିନଥିଲେ। ଆଉ କଲି ଯୁଗ ଅଳ୍ପ ଆୟୁଷ, କେତେ ପ୍ରକାର ରୋଗ ଦ୍ୱାରା ସେ ଆକ୍ରାନ୍ତ ହେଉଛି। ହଁ, ତେଣୁ ଏ ଯେଉଁ ଅଳ୍ପ ଆୟୁଷ ଆମେ ପ୍ରାପ୍ତ ହେଇଛେ, ଏଇ ଅଳ୍ପ ଆୟୁଷ ମଧ୍ୟରେ ଆମେ ଦୁର୍ଲଭ ବସ୍ତୁ ପ୍ରାପ୍ତ ହେଇପାରିବା ଯଦି ଆମେ କୃଷ୍ଣଙ୍କ ସହିତ ଯୁକ୍ତ ହେଇଯିବ ଏବଂ କୃଷ୍ଣ ଭକ୍ତି କରିବୁ। ତାହେଲେ ଆମେ ପରମ ବସ୍ତୁ କୃଷ୍ଣ ପ୍ରେମ ପ୍ରାପ୍ତ ହେଇପାରିବ। ଆଉ କୃଷ୍ଣ ପ୍ରେମ ପ୍ରାପ୍ତ ହେଲେ ଆମେ ସେତେବେଳେ ଜନ୍ମତି ଚକ୍ର ଉଦ୍ଧାର ହୋଇ ଭଗବାନଙ୍କ ପାଖକୁ ଫେରି ଯାଇପାରୁ। ସେଇ ସୁଯୋଗ ଦେବା ପାଇଁ ଭଗବାନ କୃଷ୍ଣ এইটি এক্সট্রা মাস, হ্যাঁ, এ হচ্ছে ত্রয়োদশ মাস। স্বাভাবিক ভাবে আমি জানুଛେ 12টি মাস, হ্যাঁ, কিন্তু 12টি মাস ছাড়ি আর গোটে এক্সট্রা মাস আসুଛି। କେତେବେଳେ? 2 ବର୍ଷ 8 ମାସ 16 ଦିନ 4 ଘଣ୍ଟା ଥରେ, ହଁ, ତାମାନେ 3 ବର୍ଷ ଥରେ ଆସୁଛି। ହଁ, ଏ ଗୋଟେ ମାସ ଏକ୍ସଟ୍ରା, ୟାକୁ ବହିର୍ଜଗତ ଲୋକମାନେ କହୁଛନ୍ତି ମଳ ମାସ। କାହିଁକିନା ଏ ମାସରେ କୌଣସି ସଂକ୍ରାନ୍ତି ନାହିଁ, ଏ ମାସରେ କୌଣସି ଶୁଭ କର୍ମ ନାହିଁ। ତେଣୁ ବହିର୍ଜଗତ ଲୋକମାନେ ଏହାକୁ କହୁଛନ୍ତି କ'ଣ? ମଳ ମାସ।